ବାଲେଶ୍ୱରର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଯୋଗେନ୍ଦ୍ର ଚନ୍ଦ୍ର ଦାସଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଷ୍ଠିତ ହେଲା ଶ୍ରଦ୍ଧାଞ୍ଜଳି ସଭା। ବାଲେଶ୍ୱରର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଯୋଗେନ୍ଦ୍ର ପ୍ରସାଦ ଦାସଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଯୋଗେନ୍ଦା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ଆତିଥ୍ୟ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ। Life begins at B, ends in D. B for birth, B for death. ପଛର ଗୋଟିଏ alphabet C, ଏବଂ C is for child. How to lead your life? ଆପଣ କେମିତି ନିଜ ଜୀବନକୁ ନିର୍ବାହ କରିବେ? It depends upon you. ସେଇଟା ଆପଣଙ୍କୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଓକିଲ ସଂଘର ପୂର୍ବତନ ସଭାପତି ମନୋଜ ନାୟକ, ସ୍ୱର୍ଗତ ଦାସଙ୍କ ବାଲ୍ୟବନ୍ଧୁ ଆଇନଜୀବୀ ଶରତ ମହାପାତ୍ର, ସ୍ୱର୍ଗତ ଦାସଙ୍କ ସହକର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ସୁରେନ୍ଦ୍ର ପଣ୍ଡା, ଅଧ୍ୟାପକ ଡକ୍ଟର ରତ୍ନାକର ସିଂ, ମଧୁସୂଦନ ବେହେରା, ନିରଞ୍ଜନ ପରିଡ଼ା, କବି ଅଭୟ ଦାସ, ଡାକ୍ତର ଶାନ୍ତନୁ ଦାସ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ବିଗତ 70 ଦଶକରୁ ପ୍ରାୟ 40 ବର୍ଷ ଧରି ବାଲେଶ୍ୱର ଜିଲ୍ଲାରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯେଉଁ ଐତିହାସିକ ସଂଗ୍ରାମର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ତାହା ଏବେ ବି ଅତୁଟ ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଯେ ଅନ୍ନ ପାଇଁ ଚିନ୍ତା କରେ ସେ ହେଉଛି ଅନ୍ୟମାନଙ୍କ ମନରେ ମୁଣ୍ଡରେ ବସେ ଏବଂ ତାଙ୍କର ମୃତ୍ୟୁ ଆମ ପାଖରେ କାହାରି ପାଖରେ ନାହିଁ। ଆମେ ଯେଉଁମାନେ କି ଜାଣିଛୁ ସେଥିପାଇଁ ମୋତେ ଏଇ କଥା କୁହାଯାଏ, ମଣିଷ ମରେ ନା ମଶାଣି ଭୂଇଁରେ ଜଳିଲେ ମରଣ ଜୁଇ, ମରେ ସେହି ଦିନ ସ୍ମୃତି ନିଜ ଦିନ ଲିଭେଇଥିଲ ଦିନ ପାଇଁ। ସେଥିପାଇଁ ସେ ଯେବେ ଆମେ ମରିଯିବା ସେ ଆମ ସ୍ମୃତି ପଟରୁ ଯିବେ ଏବଂ ତାଙ୍କର ଏଇ ଯେକୌଣସି ବ୍ୟକ୍ତି ତାର ଜୀବନର କାଳଖଣ୍ଡ ଭିତରେ, ସମୟର କାଳଖଣ୍ଡ ଭିତରେ ତାର ଯୋଉ କାର୍ଯ୍ୟ ସେ କରେ ସମାଜ ପାଇଁ, ସେଇଟା ଲୋକଙ୍କ ଆଗରେ ପ୍ରତିପାଦିତ ହୁଏ। ଏବଂ ସବୁ ମଣିଷ ଗୋଟେ ଜହ୍ନ, ତାର ଗୋଟେ ସାଇଡ୍ ରହିବ ଆଲୁ, ଗୋଟେ ସାଇଡ୍ ରହିବ ଅନ୍ଧାର। ସେଥିପାଇଁ ହୁ ଇଜ୍ ନଟ୍ ଏ ଡିସ୍ପ୍ୟୁଟେଡ୍ ମ୍ୟାନ୍। ଯୋଉମାନଙ୍କୁ ଆମେ ଅତୀତରେ ବର୍ତ୍ତମାନ ଭଗବାନ ବୋଲି କହୁଛୁ, ସମସ୍ତେ ଡିସ୍ପ୍ୟୁଟେଡ୍ ଥିଲେ। ଗାନ୍ଧୀ ଡିସ୍ପ୍ୟୁଟେଡ୍ ଥିଲେ ବୋଲି କିଛି ଲୋକଙ୍କ ପାଖରେ ସେ ହତ୍ୟାର ସମ୍ମୁଖୀନ ହେଲେ। ଶ୍ରୀକୃଷ୍ଣ ଡିସ୍ପ୍ୟୁଟେଡ୍ ଥିଲେ ବୋଲି ତାକୁ ଜଳାକନ୍ଦ ତାକୁ ମାରିଲେ। ସେଥିପାଇଁ ସତ୍ୟକୁ ରକ୍ଷା କରିବା ପାଇଁ ହେଲେ ଯେ ସମସ୍ତେ ଭଲ ମଣିଷ ସମସ୍ତଙ୍କ ଦୃଷ୍ଟିରୁ ଏମିତି କହିଲେ ହବ। କିନ୍ତୁ ଆମେ ବର୍ତ୍ତମାନ ଯୋଉ ସମାଜରେ ଅଛୁ, ଯାହା ଘରର ସମ୍ପତ୍ତି ଅଛି, ଯେ ସରକାରୀ ସ୍ତରରେ ଯେ ରହିଛି ତାର ସ୍ମୃତି ପାଳନ କରାଯାଉଛି। ମୁଁ ଭାବୁଛି ବୋଧେ ଓଡ଼ିଶାର ସମ୍ମାନ ରହିବା ପାଇଁ ବିଜୁ ବାବୁଙ୍କର ଯେତିକି ଅବଦାନ, ତାଙ୍କର କୋଉ ଜାଗାରେ ମୂର୍ତ୍ତି ନ କଲେ ବି ଚଳିବ। ଲୋକ ଓଡ଼ିଆ ଜାତି ପର୍ଯ୍ୟନ୍ତ ଥିବ, ତାଙ୍କୁ ମନେ ରଖିବ। ତାଙ୍କର ଜାତିଗତ ଯୋଉ ବ୍ୟବସ୍ଥା ଥିଲା, ବୋହୂ ଝିଅମାନଙ୍କ ବାହାର କରଣ, ସେ ପ୍ରଥମଙ୍କ ମଧ୍ୟରେ ସବୁ ଭଣିକି ଚାକିରି କରିଦେଲା। ସେ କହିଲା ଆଗେ ତ ସ୍ୱାବଲମ୍ବୀ ହୁଅ। ତେଣୁ ଏଇ ଯୋଉ କନସେପ୍ଟ, ଏ କନସେପ୍ଟଟା ତାଙ୍କର ଇନହେରେଣ୍ଟ। ତେଣୁ ଏଇ ଯୋଉ କାର୍ଯ୍ୟକ୍ରମ ସେ ନେଇଥିଲେ, ସେ ଚାହିଁଥିଲେ ତ ବହୁତ କଥା କରିପାରିଥାନ୍ତି, ଯାହା କହୁଛନ୍ତି। ତେଣୁ ଚାରିଆଡେ ଅବ୍ୟବସ୍ଥା ହେଇଛି। ସେ ଅବ୍ୟବସ୍ଥା ହେଇଛି ବୋଲି ଆଜି ଆମେ ତାଙ୍କ କଥା ମନେ ପଡୁଛି। ଆଜି ଯଦି ଶ୍ରମିକ ଶ୍ରେଣୀ ଭଲରେ ଥାନ୍ତେ, ଆଜି ବି ତ ବାଲେଶ୍ୱରରେ 50,000ରୁ 60,000 ଶ୍ରମିକ କାମ କରୁଛନ୍ତି। କିନ୍ତୁ ତାଙ୍କର ମାଲିକ କିଏ କହିବ? ଯୋଗେନ୍ଦ୍ର ଦାସ ବଞ୍ଚିବେ କେତେ ପର୍ଯ୍ୟନ୍ତ ନା କେତେ ପର୍ଯ୍ୟନ୍ତ ଏଇଭଳି ଅବ୍ୟବସ୍ଥା ଥିବ। ଆପଣମାନେ ବର୍ଷରେ ଥରେ ଆସିଥିବାରୁ ପୁଣି ଥରେ ଆପଣଙ୍କ କୃତଜ୍ଞତା ଜଣାଉଛି। ତାଙ୍କ ବିଷୟରେ ଆମେ ଯେତିକି ଚର୍ଚ୍ଚା ତାଙ୍କର ଅବର୍ତ୍ତମାନ ଯେବେଠାରୁ ହେଲା ଆମେ କରିପାରିଥାନ୍ତୁ, କିନ୍ତୁ ମୁଁ ଧନ୍ୟବାଦ ଦେବି ଯେ ବିଳମ୍ବରେ ହେଉ ପଛେ ଏମିତି ଗୋଟେ ଉଦ୍ୟମ ଆରମ୍ଭ ହେଇଛି ଏବଂ ଏଇ ଉଦ୍ୟମଟି ଆଉ ବନ୍ଦ ନ ହଉ ମୋର ମଧ୍ୟ ଇଚ୍ଛା, ମୋର ମଧ୍ୟ ସେଥିରେ ସହଯୋଗ ଯାହା ରହିବ ମୁଁ ମଧ୍ୟ କରିବାକୁ ପ୍ରସ୍ତୁତ। କିନ୍ତୁ ଏଭଳି ସଭା ଆହୁରି ବ୍ୟାପକ ଭାବରେ ଆହୁରି ଅନ୍ୟାନ୍ୟ ଜାଗା ମାନଙ୍କରେ ହେବା ଦରକାର। ତାର ଗୋଟେ କାରଣ ମଧ୍ୟ ମୁଁ କହିବି। ମାନେ ଟ୍ରେଡ୍ ୟୁନିୟନ କାମ କରନ୍ତି, ସେମାନେ ଶେଷ ପର୍ଯ୍ୟନ୍ତ ଗରିବ ହିଁ ରହିଯାନ୍ତି।
ତାଙ୍କ ପାଖରେ ବହୁତ ସୁଯୋଗ ଥାଏ, ସେମାନେ ଧନୀ ହେଇପାରିବେ, ସେମାନେ ବି ଗାଡି ଘୋଡା ଚଢି ପାରିବେ, ବଡ ବଡ କୋଠା ନିର୍ମାଣ କରିପାରିବେ, କିନ୍ତୁ ଯୋଗେନ୍ଦ୍ର ପ୍ରସାଦ ଦାସ ତାହା କରିପାରିନଥିଲେ। ଅର୍ଥାତ୍ ସେ ଜଣେ ସଚ୍ଚା କମରେଡ ଥିଲେ ବା ସଚ୍ଚା ଜଣେ ଟ୍ରେଡ ୟୁନିୟନିଷ୍ଟ ଥିଲେ। वरिष्ठ आईनजीवी तथा स्मृति कमिटीर सभापति शंभुनाथ महांती, स्वर्गत दासଙ୍କ पत्नी मिनती देवी, जामाता अध्यापक अभय दास, पड़ोशी कान्हूचरण दास प्रमुख मंचासीन थाई स्वर्गत दासଙ୍କ उद्देश्य श्रद्धांजलि अर्पण करथिले। सुनट अंचलर नवकुमार बारिक, पूर्णचंद्र दास, सिद्धेश्वर बिंधाणी, रामचंद्र पात्र, मदन मोहन दास, गौतम दास और जोगेन बाबूଙ୍କ परिवार वर्ग तथा बंधु बांधव प्रमुख ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। प्रारंभ में अतिथि माने स्वर्गत जोगेन दासଙ୍କ फोटोचित्र पुष्प अर्पण पूर्वक श्रद्धासुमन निवेदन करथिले। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଶ୍ରମିକ ସଂଗଠନର ନେତୃତ୍ୱ ଓ ସହରର ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ। ସ୍ମୃତି କମିଟି ପକ୍ଷରୁ ତାପସ ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।